ଯାହା ଆମ୍ଭେମାନେ ପ୍ରାପ୍ତ ହେବା ଯହନ ଲିଖିତ ସୁସମାଚାର ତାହାର 16 ପର୍ବ। ଯହନ ଲିଖିତ ସୁସମାଚାର ତାହାର 16 ପର୍ବ ତାର ଗୋଂଶ ମଧ୍ୟରେ ଏପରି ଲେଖାଯାଏ, ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ପୁଣି ଥରେ ପଢିବାକୁ ଚାହେଁ, ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଲେଶ ଅଛି, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ଈଶ୍ୱରଙ୍କର ପବିତ୍ର ଜୀବନ୍ତ ବାକ୍ୟର ସକଳ ଆଶୀର୍ବାଦ ଅନୁଗ୍ରହ ଦୟା ଈଶ୍ୱର ଅନଲାଇନ ମାଧ୍ୟମରେ ଜଡ଼ିତ ହୋଇଥିବା ଖ୍ରୀଷ୍ଟଙ୍କର ରକ୍ତରେ ଆହ୍ୱାନ ଏବଂ ମନୋନୀତ ଦାସ ଦାସୀ ପ୍ରତି ଈଶ୍ୱର ସଦା ସର୍ବଦା ଦାନ କରନ୍ତୁ। ଆସନ୍ତୁ ଆମ୍ଭେମାନେ ସମସ୍ତେ ପ୍ରଭୁଙ୍କ ଚରଣ ତଳେ ସମର୍ପିତ ହେବା ଏବଂ ଆଜିର ଏହି ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ଅଳ୍ପ ସମୟ ପ୍ରାର୍ଥନା କରିବା। ଆସନ୍ତୁ ପ୍ରାର୍ଥନା କରିବା। ତୁମରି ସେହି ଅପାର ପ୍ରେମକୁ ପ୍ରକାଶ କରି ଏତେବେଳେ এই ପ୍ରାତଃକାଳୀନ ସମୟରେ ଜୀବିତ ମାନଙ୍କ ମଧ୍ୟରେ ପରିଗଣିତ କରି ଅନଲାଇନ ମାଧ୍ୟମରେ ଆମମାନଙ୍କୁ ଏକ ଅପୂର୍ବ ସୁଯୋଗ ତୁମେ ଦାନ କଲ, ଯେପରି ଆମ୍ଭେମାନେ ତୁମରି ଉପସ୍ଥିତି ମଧ୍ୟରେ ଆସି ତୁମରି ପବିତ୍ର ଉପାସନା ଆରାଧନା ସ୍ତୁତି ପ୍ରଶଂସା କରିବୁ। ପ୍ରଭୁ, ଗୀତ ପ୍ରଶଂସା ସହିତ ବାକ୍ୟ ପଠନର ସହିତ ଆମମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ କଲ। ବର୍ତ୍ତମାନ ତୁମରି ସେହି ପବିତ୍ର ମୁଖ ନିଃସୃତ ଜୀବନ୍ତ ପବିତ୍ର ବାକ୍ୟକୁ ଆମେ ଆଲୋଚନା କରି এই ଆଲୋଚନା ମଧ୍ୟରେ ତୁମେ ରୁହ ଏବଂ এই ପବିତ୍ର ଆଲୋଚନାର সকল ବିଷୟକୁ ପ୍ରଭୁ ତୁମେ ଆପଣା ନିୟନ୍ତ୍ରଣରେ ରଖ। ଆଉ ଯେତିକି ଜଣ ମଧ୍ୟ ଅନଲାଇନ ମାଧ୍ୟମରେ ଆମେ ଜଡ଼ିତ ଅଛୁ, ସମସ୍ତଙ୍କୁ ସେହି ପବିତ୍ର ବାକ୍ୟ ଦ୍ୱାରା ତୁମେ ଆମମାନଙ୍କୁ କଥା କୁହ। ଗୌରବ ସମ୍ଭ୍ରମ ପୂଜା ବନ୍ଦନା ତୁମରି ପବିତ୍ର ଚରଣ ତଳେ ଅର୍ପଣ କରି ପ୍ରାର୍ଥନା ଦୁଃଖ ଭୋଗକାରୀ ପ୍ରଭୁ ଯୀଶୁଙ୍କ ନାମରେ ଉତ୍ସର୍ଗ କରୁ। ଆମେନ୍। ଉପସ୍ଥିତ ଈଶ୍ୱରଙ୍କର ମନୋନୀତ ଏବଂ ଆହ୍ୱାନ ପ୍ରାପ୍ତ ଦାସ ଏବଂ ଦାସୀଗଣ, ସର୍ବପ୍ରଥମେ ସର୍ବଶକ୍ତିମାନ ମହାନ ପରମେଶ୍ୱରଙ୍କର ପବିତ୍ର ନାମର ଧନ୍ୟବାଦ ପ୍ରଶଂସା ଗୌରବ ଯୁଗେ ଯୁଗେ ହଉ। ଯେହେତୁ ଈଶ୍ୱର ଆମ ପ୍ରତ୍ୟେକଙ୍କୁ ସେ ସୁରକ୍ଷା ଦେଲେ, ପ୍ରତିପାଳନ କଲେ, ରକ୍ଷା କଲେ। ଜୀବନରେ ଅନେକ ଦୁଃଖ ଆସିଲା, କଷ୍ଟ ଆସିଲା, ସମସ୍ୟା ଆସିଲା, କିନ୍ତୁ ସେ ଆମମାନଙ୍କର ସହିତ ରହି ସେମାନଙ୍କୁ ଭରସା ଆଶା ବିଶ୍ୱାସ ରଖିବା ନିମନ୍ତେ ସାହାଯ୍ୟ କରୁ କରୁ ଆଜି ମଧ୍ୟ ଏକ ପବିତ୍ର ସମୟ, ଏକ ପବିତ୍ର ଦିନ ଆମମାନଙ୍କ ଜୀବନରେ ଜଡ଼ିତ କରୁ କରୁ ମଧ୍ୟ ଅନଲାଇନ ମାଧ୍ୟମରେ ଆପଣମାନଙ୍କ ସହିତ ଈଶ୍ୱରଙ୍କର ପବିତ୍ର ବାକ୍ୟର କିଛି ଅଂଶକୁ ମଧ୍ୟ ଆଲୋଚନା କରିବା ନିମନ୍ତେ ଈଶ୍ୱର ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ପ୍ରିୟ ମଣ୍ଡଳୀ, ଆଜିର ଥିମ୍ ପ୍ରସଙ୍ଗ ହେଉଛି tribulation among human life in this world। ମନୁଷ୍ୟ ଜୀବନରେ କ୍ଲେଶ ରହିଛି। ଏହି ଜଗତରେ ମନୁଷ୍ୟ ଜୀବନ ମଧ୍ୟରେ କ୍ଲେଶ ଦୁଃଖ ଯାତନା ଅଛି। ପ୍ରିୟ ମଣ୍ଡଳୀ, ଆଜିର ଶାସ୍ତ୍ରାଂଶରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ
से एक बड़ सत्यता को से प्रकाश करती। से कहती जगत रे तुम्भ मानक निमंते क्लेश अच्छी। ये जो स्टेटमेंट ईश्वर दियंती मुख निश्रुत पवित्र वाक्य जहाँ दियंती गोटे सत्यता को प्रकाश करुछि। जीसस डज नॉट से जिसु एपरि कहि नांती जे यू माइट हैव सफर। तुम जीवन रे दुख कष्ट जातना क्लेश आसी पारे प्रभु से स्टेटमेंट देना आसी पारे से स्टेटमेंट देना। He does not say if you lack faith you will suffer। तुम जीवन रे जदि विश्वासर अभाव हुए, तुम जीवन रे जदि अल्प विश्वास आसे तेरे तुम जीवन रे सफर हबो बा दुख कष्ट आसीबो से विषय भी कहले ना। सिंपल प्लेन स्ट्रेट फॉरवर्ड से गोटे कथा कहले you will have tribulation in the world। जगत रे तुम मानक निमंते क्लेश अच्छी दुख अच्छी जातना अच्छी। से विषय को से अपना शिष्य मानक मध्य परिप्रकाश कले। ट्रिबुलेशन क्लेश क्लेशर अर्थ कौन? क्लेशर अर्थ इट इज प्रेशर दुख कष्ट क्लेश जातना माने जीवन गोटे प्रेशर को प्रकृत में गोटे क्लेश बोली गोटे दुख गोटे जीवन जहाँ जीवन प्रेशर अच्छी निश्चय ता जीवन कौन अच्छी दुख अच्छी। द क्रशिंग वेट माने बोझ को न संभाळिबा शक्ति मध्य आम जीवन रे आसुची। सिंपल प्रेशर भी आसुची चाप मध्य आते तो सहित बोझ को संभाली हेब ना एमती मध्य माने अत्यधिक चाप मध्य आम जीवन रे आसी पारे जगत रे जेते बेला माने बंचुछु एवं मध्य एफ्लिक्शन जातना आसी थाए जंत्रणा आसी थाए भयंकर माने माने विलाप शोक क्लेश जीवन रे आम जीवन प्रकृत आस्थाय प्रेमंडले। The tribulation word describe when life pressure in from every side। ट्रिबुलेशन बोली काहाकू कहा जाए क्लेश काहाकू कहा जाए क्लेश ताकू कहा जाए जे जेतेबेले कि जनकर जीवन रे तार चतुर्पार्श्व नाही तार सराउंडिंग रो सर्कमस्टेंसेस ऑफ प्रत्येक पार्श्व रो ट्रिबुलेशन आसे क्लेश दुख आसे ताकू कहा जाए ट्रिबुलेशन। जेतेबेले क्लेश कष्ट दुख आसे प्रत्येक एरिया रो प्रेशर जेतेबेले चाप आसे ताकू कहा जाए ट्रिबुलेशन। से ट्रिबुलेशन कौन हे पारे फिजिकल इलनेस मध्य हे पारे हम जीवन रे देखंतु आज अनेक लोक विभिन्न रोग रे आक्रांत काकू बीपी शुगर अनेक अनेक रोग रे आक्रांत अनेक लोक माने आउट प्रेशर आसी थाए ता होची इमोशनल वुंड्स इमोशनली हार्टी शरीर अनुभव करि जाइथा इमोशनल वुंड्स आसी। तृतीय विषय फाइनेंशियल स्ट्रेस आसे आम जीवन में एटा गोटे होची ट्रिबुलेशन फाइनेंशियल स्ट्रेस अभाव आर्थिक अभाव द ब्रोकन रिलेशनशिप एटा मध्ये गोटे ट्रिबुलेशन बा क्लेश जेतेबेला मानकर संपर्क तुटी जाए था निज निज लोक मध्य गंडगोल हो कथबार्ता हो अनेक विषय मध्य मिसअंडरस्टैंडिंग होता है से माने ट्रिबुलेशन बा गोटे क्लेश मध्य गोटे डिप्रेशन रे गोटे गोटे दुख रे क्लेश रे
ମାନେ ଯାତ୍ରା କରିଥାଉ। The persecution of faith, ବିଶ୍ୱାସରୁ ଖ୍ରୀଷ୍ଟୀୟ ବିଶ୍ୱାସୀ ମାନଙ୍କ ଜୀବନରେ ମଧ୍ୟ ଯୋଉ ତାରୁଣା ଆସିଥାଏ ବିଶ୍ୱାସ ପାଇଁ, ଆଜି ଇଟ୍ ଇଜ ନର୍ମାଲ ହେଇଗଲାଣି ବିଭିନ୍ନ ଜାଗାରେ ବର୍ତ୍ତମାନ ଉମରକୋଟର କଥା ମଧ୍ୟ ଆମେ ଶୁଣିବାକୁ ପାଉଛୁ। ଏଇ ଯାତନା ଗୋଟେ ଜୀବନର ଗୋଟେ ମାନେ ସତ୍ୟତା ଆସୁଛି। persecution of faith, ସେଇଥିପାଇଁ ତତ୍ସହିତ ବି ପ୍ରାଇଭେଟ ଷ୍ଟ୍ରଗଲ no one else is, ଯୋଉଟା କି ଆମେ ଦେଖିପାରିବୁ ନାହିଁ, କିନ୍ତୁ ଆମ ଜୀବନରେ ସେ ପ୍ରାଇଭେଟ ଷ୍ଟ୍ରଗଲ୍ସ ଯାକ ଆସେ। ଜୀବନରେ କୌଣସି ବିଷୟକୁ ଧରିକି ଆମେ କୌଣସି ବିଷୟକୁ ଚିନ୍ତା କରିକି ଆମେ ଗୋଟେ ପ୍ରିପାରେସନ ବା ଗୋଟେ କ୍ଲେଶ ଆମେ ମାନେ ଅନୁଭବ କରିଥାଉ ମନରେ। ଆଉ ସେଇ ସମୟରେ ଯୀଶୁ ସେଇ କଥା କହନ୍ତି, ସେ ଗୋଟେ ବହୁତ ସୁନ୍ଦର କଥା କହନ୍ତି, ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି। এই ক্লেশ দুঃখ যাতনা ଏକ ନିରାଟ ଏବଂ ବିରାଟ ସତ୍ୟ ଏଇ ଜଗତରେ। এই ଜଗତର ପ୍ରତ୍ୟେକ ବିଷୟ ମିଥ୍ୟା ହୋଇପାରେ, କିନ୍ତୁ ଜୀବନରେ ଯେଉଁ କ୍ଲେଶ ଅଛି, ଦୁଃଖ ଅଛି, ଯାତନା ଅଛି, ନିରାଟ ଏବଂ ବିରାଟ ସତ୍ୟ। ଯୀଶୁ ସେ କେବେ କହିନାହାନ୍ତି, ଫଲ୍ସ କମ୍ଫର୍ଟ କେବେ ଦେଇନାହାନ୍ତି। ଦେଇପାରିଥାନ୍ତେ ମେ ବି ଜଗତରେ କ୍ଲେଶ ଆସିପାରେ, ତୋର ବିଶ୍ୱାସ କମ ସେଥିପାଇଁ ଦୁଃଖ କଷ୍ଟ ଆସୁଛି, ସେମିତି ବି କହିନାହାନ୍ତି, କିନ୍ତୁ ଷ୍ଟ୍ରେଟ୍ ଫରୱାର୍ଡ ସେ ତ କହିଛନ୍ତି ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି। ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଯାହା ଶିଖାଉଛନ୍ତି, ଆମର ସଦାପ୍ରଭୁ ପରମେଶ୍ୱର ୟାବେ ଗଡ୍, ଯିଏକି ଜିସସ୍ ଦ ସନ୍ ଅଫ୍ ଗଡ୍, ସେ ବହୁତ ଆମ ଖ୍ରୀଷ୍ଟିଆନ ଜୀବନ ଗୋଟେ ବହୁତ ସୁନ୍ଦର ଜୀବନ। କାରଣ ଆମର ପ୍ରଭୁ ଆମମାନଙ୍କୁ ଷ୍ଟ୍ରେଟ୍ ଫରୱାର୍ଡ କହନ୍ତି, କଣ କହନ୍ତି, ଏ ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି। ଆଜି ତାଙ୍କର ଶିଷ୍ୟ ଶିଷ୍ୟା, ତାଙ୍କର ସନ୍ତାନ ସନ୍ତତି, ଦାସ ଦାସୀ ପ୍ରତ୍ୟେକଙ୍କୁ ସେ କଥା କହିବାକୁ ଚାହାନ୍ତି ଯେ ଜଗତରେ ତୁମେ ମାନେ ଯଦି ଅଛ, ତେବେ ତୁମମାନଙ୍କ ପାଇଁ କ୍ଲେଶ ଅଛି। ପ୍ରେମଣ୍ଡଳ କ୍ଲେଶ, ଯଦି ଜଣେ ବ୍ୟକ୍ତି ମୃତ୍ୟୁ ହୁଏ ସେତେବେଳେ ହିଁ କ୍ଲେଶ ଆମମାନଙ୍କ ଠାରୁ ପୃଥକ ହୁଏ ବୋଲି ମୁଁ ଚିନ୍ତା କରୁଛି। ଆମେ ଅନେକ ସମୟରେ କ୍ଲେଶ ପାଇଁ, ଦୁଃଖ ଯାତନା ପାଇଁ ବହୁତ ଡିପ୍ରେସନ ଲେଭେଲରେ ପଳେଇ ଯାଇଥାଉ। କୌଣସି ଗୋଟେ ଫାଇନାନ୍ସିଆଲ ଷ୍ଟ୍ରେସ୍ ହେଇଗଲା, ଫିଜିକାଲ ଇଲନେସ୍ ହେଇଗଲା, ଇମୋସନାଲ ଉଣ୍ଡ ହେଇଗଲା, ଆମର ରିଲେସନ ବ୍ରେକ୍ ହେଇଗଲା, କି କୌଣସି ତାଡ଼ନା ପ୍ରାପ୍ତ ହଉଛି ବିଶ୍ୱାସ ପାଇଁ, କି ପ୍ରାଇଭେଟ ଷ୍ଟ୍ରଗଲ ଆସିଗଲା, ଆମେ ପୁରା ଡିପ୍ରେସନ ଲେଭେଲରେ ପଳେଇ ଯାଇଥାଉ। ଏ ଗୋଟେ ନୂଆ ବିଷୟ ଗୋଟେ ମୋର ପାଖରେ ଅଛି, ନା ଜଗତରେ ଯଦି ଆମେ ଅଛୁ, ଜଗତରେ ଯଦି ଆମେ ବଞ୍ଚୁଛୁ, ଇଟ୍ ଇଜ ଏ ନର୍ମାଲ ଏଣ୍ଡ ଆମ ଜୀବନରେ ତାହାକୁ ଫେସ୍ କରିବାକୁ ପଡିବ ପ୍ରିୟ ବନ୍ଧୁ। ତେଣୁ ଯୀଶୁ ମଧ୍ୟ ସେ ମାନେ ଯୀଶୁ କହିବାକୁ ଚାହାନ୍ତି ଯେ ଆଜି ଖ୍ରୀଷ୍ଟିଆନ ନଟ୍ ଏ ପ୍ରମିସ ଅଫ ଏ ଇଜି ରୋଡ୍। ଗୋଟେ ଖ୍ରୀଷ୍ଟୀୟ ଜୀବନର ଯାତ୍ରା କୌଣସି ମାତ୍ରାରେ ସହଜ ନାହିଁ। କେବଳ ଖ୍ରୀଷ୍ଟୀୟ ଜଗତ ନାହିଁ, ବିଭିନ୍ନ। କିନ୍ତୁ ଆଜି ମୁଁ କହିବାକୁ ଚାହେଁ ପ୍ରତ୍ୟେକ ଖ୍ରୀଷ୍ଟୀୟ ଭାଇ ଭଉଣୀମାନଙ୍କୁ, ଖ୍ରୀଷ୍ଟିଆନ ଯୋଉ ଜୀବନ ଯୋଉ ଯାତ୍ରା କୌଣସି ମାତ୍ରାରେ ସହଜ ନାହିଁ। କି ଗୋଟେ ଇଜି ରୋଡ ବୋଲି ତାକୁ କୁହାଯିବ, ଇଟ୍ ଇଜ ଏ ହାର୍ଡ ରୋଡ, ବହୁତ କଠିନ ମାନେ ଏଇଟା ମାନେ ରୋଡ। ଖ୍ରୀଷ୍ଟୀୟ ଜୀବନ ଗୋଟିଏ ଫଲ୍ସ ପ୍ରତିଜ୍ଞାରେ ସ୍ଥାପିତ ନୁହେଁ। ଯୀଶୁ ଫଲ୍ସ ପ୍ରତିଜ୍ଞା ମିଶା କରୁନାହାନ୍ତି, ଏଇଠି ବହୁତ ସୁନ୍ଦର କଥା କହୁଛନ୍ତି। ଫଲ୍ସ କଥା କିଛି କହୁନାହାନ୍ତି, କହିଲେ ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି। ଆପଣ ଶିଷ୍ୟମାନଙ୍କୁ କହୁଛନ୍ତି ତାହା। ପ୍ରେମଣ୍ଡଳରେ ଖ୍ରୀଷ୍ଟୀୟ ଜୀବନ ଗୋଟେ ହାର୍ଡ ରୋଡ ସଦୃଶ୍ୟ ଅଟେ। ଏତେ ଆମ ଯାତ୍ରା ଏତେ ସହଜ ନାହିଁ। ଆପଣମାନେ ଦେଖିବେ ବାଇବଲରେ ଏ ଖ୍ରୀଷ୍ଟୀୟ ଜୀବନର ଯାତ୍ରା ଏତେ କିଛି ସହଜ ନାହିଁ ପ୍ରିୟ ମଣ୍ଡଳୀ। ଗୋଟେ ସହଜ ଯାତ୍ରା ନୁହେଁ। ଆପଣମାନେ ଶିଷ୍ୟମାନଙ୍କୁ ଦେଖନ୍ତୁ, ଶିଷ୍ୟମାନଙ୍କର ଜୀବନରେ କେତେ ଦୁଃଖ, କେତେ କଷ୍ଟ, କେତେ ସମସ୍ୟା। ଯୀଶୁ ମୃତ୍ୟୁର ପୂର୍ବର କଥା ସେଇଠି ପରିପ୍ରକାଶ କରନ୍ତି। ଆମ ଖ୍ରୀଷ୍ଟିଆନ ଜୀବନରେ ମଧ୍ୟ ଯେତେବେଳେ ଦୁଃଖ ଆସେ ଏ ବିଶ୍ୱାସୀ ଜୀବନରେ,
ସେତେବେଳେ ଆମେ ଈଶ୍ୱରଙ୍କୁ ବିଭିନ୍ନ ପ୍ରଶ୍ନ କରିଥାଉ, ହଁ କି ନାହିଁ? ଆମେ ବିଭିନ୍ନ ପ୍ରଶ୍ନ କରିଥାଉ। କଣ ପ୍ରଶ୍ନ କରିଥାଉ? ଜଣେ କହିବେ କି ଯେତେବେଳେ ଆମେ ଜୀବନରେ କଷ୍ଟ ଦୁଃଖ ଆସେ ଆମେ ପ୍ରଶ୍ନ କରିଥାଉ ଈଶ୍ୱରଙ୍କୁ। କଣ ପ୍ରଶ୍ନ କରିଥାଉ? କିଏ କହିବେ? ମୁଁ କହିବାକୁ ଚାହେଁ ପ୍ରିୟ ମଣ୍ଡଳୀ, ପ୍ରଶ୍ନ କରିଥାଉ ଇଜ ଗଡ। ହଁ କୁହନ୍ତୁ ପ୍ଲିଜ। ସେତେବେଳେ ଆମେ ଭାବିଥାଉ ପ୍ରଭୁ ତୁମ ପାଇଁ ମୁଁ ଏତେ କାମ କରୁଛି, ତୁମକୁ ଏତେ ମୁଁ ବିଶ୍ୱାସ କରୁଛି, ମୋ ପାଇଁ କାହିଁକି ତୁମେ ପ୍ରଭୁ ଏତେ ଦୁଃଖ କଷ୍ଟ ଦଉଛ, ମୁଁ କଣ ଭୁଲ କଲି, ଏଇ ସବୁ ଆମ ମନରେ ଆସିଥାଏ। ରାଇଟ, ଏ ପ୍ରଶ୍ନ ଆସିଥାଏ। ଦ୍ୱିତୀୟରେ ବି ପ୍ରଶ୍ନ ଆସିଥାଏ, ଇଜ ଗଡ ପନିସିଂ ମି? ପ୍ରଶ୍ନ ଆମ ଜୀବନରେ ଆସେ, କଣ ଈଶ୍ୱର ମତେ ଦଣ୍ଡ ଦଉଛନ୍ତି କି? ଜୀବନରେ ଈଶ୍ୱର ଦଣ୍ଡ ଦଉଛନ୍ତି କି? ଏ ପ୍ରଶ୍ନ ମଧ୍ୟ ଆସିଥାଏ। Did I do something wrong? ମୁଁ କିଛି ଭୁଲ କାମ କଲି କି? ଈଶ୍ୱରଙ୍କ ବିରୁଦ୍ଧରେ ମୁଁ କଣ ଭୁଲ କାମ କଲି କି ମୋର ଜୀବନରେ ଏମିତି ଦୁଃଖ କଷ୍ଟ ଆସୁ? ମଧ୍ୟ why is things happening? କାହିଁକି ମୋର ଜୀବନରେ ଏମିତି ବିଷୟ ଘଟୁଛି? ଏ ପ୍ରଶ୍ନ ଆସିଥାଏ। ଆଇବ ଜୀବନରେ ମଧ୍ୟ ଆସିଥିଲା ପ୍ରିୟ ମଣ୍ଡଳୀ। ଆଇବଙ୍କ ଜୀବନରେ ମଧ୍ୟ ଏହି ପ୍ରଶ୍ନ ଥାଏ, ପ୍ରଭୁ ମୁଁ ତୁମକୁ ପ୍ରଶ୍ନ କରିବି, ତମେ ମତେ ଉତ୍ତର ଦିଅ, ମୁଁ କଣ ଭୁଲ କାମ କଲି? ମୁଁ ଗୋଟେ ଧାର୍ମିକ, ଈଶ୍ୱର ଭୟକାରୀ। ସେମାନେ ଚିନ୍ତା କରୁଥିଲେ ଗୋଟେ ରାଇଚିୟସ୍ ଜୀବନରେ, ଗୋଟେ ଧାର୍ମିକର ଜୀବନରେ ହିଁ କଣ ଆସିବ? ଦୁଃଖ କଷ୍ଟ ଆସିବ। ସେମିତି ସେମାନେ ଚିନ୍ତାଧାରା ଥିଲା ଜିହୁଦୀ ମାନଙ୍କର। କିନ୍ତୁ ଈଶ୍ୱର ସେଠି ପରିପ୍ରକାଶ କରୁଛନ୍ତି, ନ ଏ ଜଗତ ମଧ୍ୟରେ ସେ ଧାର୍ମିକ ହେଉ କି ଅଧାର୍ମିକ ହେଉ, ସେ ଦୁଷ୍ଟ ହଉ କି ସନ୍ଥ ହେଉ, ସେ ଯେମିତି ଲୋକ ବି ହଉ, କିନ୍ତୁ ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି। ମଣ୍ଡଳେ ଯୀଶୁ ସେଥିପାଇଁ ସେ କହନ୍ତି ଯେ ଈଶ୍ୱରଙ୍କର ଏଇ ଅଭିଶପ୍ତ ଜଗତରେ ଦୁଃଖ କ୍ଲେଶ ଯାତନା ଏହା ଜୀବନର ଗୋଟିଏ ଅଂଶ ଅଟେ। ଆଦି ପୁସ୍ତକ 2 ପର୍ବରେ ଏକ ପବିତ୍ର ଜଗତ ଥାଏ, ଗୋଟେ ଧାର୍ମିକର ଜଗତ। ଏ ଧାର୍ମିକର ଜଗତରେ ଆଦମ ଏବଂ ହବା ଯାହା ଈଶ୍ୱର କହିଥିଲେ ତା ବିରୁଦ୍ଧରେ ସେମାନେ କାମ କଲେ। ଈଶ୍ୱର ଏ ଜଗତକୁ ସେ ଅଭିଶାପ ଦେବେ। ଜୀବନରେ ଦୁଃଖ କଷ୍ଟ ଆସିବ, ମୁଖର ଯାହା ଝାଳରେ ତୁମେ ଆହାର କରିବ। ଏବଂ ଇଭେନ ହବାଙ୍କୁ ମଧ୍ୟ ସେ ଅଭିଶାପ ଦେଲେ, ଯାତନାର କଷ୍ଟର ଅଭିଶାପ ଦେଲେ। ମଣ୍ଡଳୀ ଆଜି ସେଥିପାଇଁ ମୁଁ ତୁମକୁ କହିବାକୁ ଚାହେଁ ଯେ ଜଗତରେ କ୍ଲେଶ ଅଛି, କାରଣ ପ୍ରଭୁ ତାହା ସେ ନିରୂପଣ କରିଛନ୍ତି। Suffering is not comes by weak faith. ଆମ ଜୀବନରେ ଯୋଉ ଦୁଃଖ ଆସୁଛି ଆମର ସଫରିଂ ଦ୍ୱାରା ନାହିଁ, ଗୋଟେ ୱିକ୍ ଫେଥ୍ ଦ୍ୱାରା ନାହିଁ, ଗୋଟେ ଦୁର୍ବଳ ବିଶ୍ୱାସ ଦ୍ୱାରା ଆମ ଜୀବନରେ ସେଟା ଆସେ ନାହିଁ। এই ଯୋଉ ପବିତ୍ର ବାକ୍ୟ ଯୀଶୁ ଖ୍ରୀଷ୍ଟ ସେ କହିଛନ୍ତି, এই ବାକ୍ୟ ଯୀଶୁଙ୍କର କୁଶାର୍ପିତର ପୂର୍ବ ଦିନରେ ସେପରି ପ୍ରକାଶ କରନ୍ତି। ପ୍ରିୟ ମଣ୍ଡଳୀ, ଆମେ ସବୁବେଳେ ଯୀଶୁଙ୍କୁ ଆଦର୍ଶ ଭାବେ ଆମେ ଗ୍ରହଣ କରୁ। ଯୀଶୁ ଖ୍ରୀଷ୍ଟ ଜୀବନରେ ମଧ୍ୟ এই ପ୍ରକାର ଦୁଃଖ କ୍ଲେଶ ଯାତନା ଆସିଥା। The reality of his suffering, ତାଙ୍କର ସେ ଦୁଃଖର ବାସ୍ତବିକତା କଣ ପ୍ରିୟ ମଣ୍ଡଳୀ? ତାଙ୍କର এই ଦୁଃଖର ବାସ୍ତବିକତା କଣ? The Christ suffer was real. ଖ୍ରୀଷ୍ଟ ସେ କ୍ଲେଶ ଏବଂ ଦୁଃଖ ଭୋଗ এই ଜଗତ ମଧ୍ୟରେ କରିଛନ୍ତି। ସେ 3 ଭାଗରେ ତାକୁ ମୁଁ ଚିନ୍ତା କରିଛି। ପ୍ରଥମ ବିଷୟ କହିବି, he suffered physically. ସେ ଶାରୀରିକ ଭାବରେ ଜୀବନରେ ସେ କ୍ଲେଶ ଏବଂ ଦୁଃଖ ସେ ପ୍ରାପ୍ତ ହୋଇଛନ୍ତି। he was beaten, first ଜିନିଷ, ତାଙ୍କୁ ସେ 39 ଥର କରଡ଼ା ପ୍ରହାର କରାଗଲା। physically suffered, ଯୀଶୁଙ୍କୁ କରଡ଼ା ପ୍ରହାର କରାଗଲା। କେବଳ ଫିଜିକାଲି ସେଟା ମାନେ ଚର୍ଚ୍ଚା
ଶାରୀରିକ ଭାବରେ କେମିତି କ୍ଲେଶ ସେ ଭୋଗୁଛନ୍ତି ଜଗତରେ। He was mocked. ତାକୁ ଅପମାନ, ତୁଚ୍ଛ, ହୀନସ୍ତା କରାଗଲା। ଆଶ୍ଚର୍ଯ୍ୟ, ହୀନସ୍ତା କରାଗଲା ଯୀଶୁଙ୍କୁ। ଇଏ 3 ଦିନରେ ମନ୍ଦିର ନିର୍ମାଣ କରି ନିଜକୁ ବଞ୍ଚା। କେତେ ଅପମାନ ସୂଚକ ବାକ୍ୟ। ମଣ୍ଡଳୀ, he was scourged, ମାନେ ଗୋଟେ ଦୁଃଖ ଦୁର୍ଦ୍ଦଶା ଗୋଟେ ବ୍ୟକ୍ତି, ସେଟା ସେମିତି ହେଲେ ସେ ଗୋଟେ ଦୁଃଖ ଏବଂ ଦୁର୍ଦ୍ଦଶାର ବ୍ୟକ୍ତି। crowned with thorns, କଣ୍ଟାର ମୁକୁଟ ପିନ୍ଧାଗଲା ଯୀଶୁଙ୍କୁ। କଣ୍ଟାର ମୁକୁଟ, କଣ ରାଜ ମୁକୁଟ କି ନାହିଁ, କଣ୍ଟାର ମୁକୁଟ। କଣ୍ଟାର ମୁକୁଟକୁ ସେ ପିନ୍ଧିଲେ। ଫିଜିକାଲ ସଫର, nailed to a cross, କ୍ରୁଶରେ କଣ୍ଟା ମରାଗଲା ଦି ହାତରେ ଏବଂ ପାଦରେ। ସେ ମଣ୍ଡଳୀ, the cross was not symbolic pain, but it was brutal and humiliating execution. କ୍ରୁଶ କେବଳ କିଛି ଯନ୍ତ୍ରଣାମୟ ସ୍ଥାନ ନୁହେଁ, କ୍ରୁଶ ହେଉଛି ଗୋଟେ ବ୍ରୁଟାଲି, ମାନେ ଭୟଙ୍କର ବ୍ରୁଟାଲି, ତାଙ୍କୁ ମୁଁ ସେ ଓଡିଆ ପଦ ଶବ୍ଦ କହୁନାହିଁ, ବ୍ରୁଟାଲି ମାନେ ଏମିତି ମାଡ ଆଉ ଏତେ ହ୍ୟୁମିଲିଏଟ କରି ଏକ୍ଜିକ୍ୟୁସନ କରୁଛନ୍ତି, ନୀଚ କରି ସେ ଏକ୍ଜିକ୍ୟୁସନ କରୁଛନ୍ତି। ପ୍ରିୟମନ୍ତ୍ରୀ, ତୁଚ୍ଛ, ମୁଁ କହିଲେ ଆପଣଙ୍କୁ beaten, mocked, scourged, crowned with thorns, nailed to the cross. କେତେ ମାନେ ফিজিক্যালি সফারিং। প্রেমন্দায় আশ্চর্য, যিশু ঈশ্বর থেকে সুদ্ধা সে সবকে গ্রহণ করে। He suffered emotionally ମଧ୍ୟ ସେ suffered ହେଲେ। He was betrayed by Judas. ଜିହୁଦାଙ୍କ ଦ୍ୱାରା ବିଶ୍ୱାସଘାତକତା, ସେ ଜିହୁଦାଙ୍କ ଦ୍ୱାରା ବିଶ୍ୱାସଘାତ, ଯିଏକି 3 ବର୍ଷ 6 ମାସ ପର୍ଯ୍ୟନ୍ତ ଯୀଶୁଙ୍କର ସହିତ ଥିଲା। ସେଇ ଲୋକ ଯୀଶୁଙ୍କୁ ସେ ଧରେ, କଣ ଲାଗିବ ନାହିଁ, he knows everything, କିନ୍ତୁ as a ମାନେ human Jesus ଭାବରେ ତାକୁ କେତେ ସେ ଇମୋସନାଲି ସଫର୍ଡ ହେଇଥିଲେ, ସେ କେତେ ଇମୋସନାଲି ସଫର୍ଡ ହେଇଥିଲେ। But denied by the Peter and disciple. ସେ ଗେତ୍ସେମନି ବଗିଚାରେ ଯେତେବେଳେ ସୈନ୍ୟବାହିନୀ ଆସିଲେ, ରୋମ ସୈନ୍ୟବାହିନୀ, ସମସ୍ତେ ଯୀଶୁଙ୍କୁ ଛାଡି ପଳେଇ ଗଲେ। କଣ ଯୀଶୁଙ୍କୁ ସେତେବେଳେ ଭଲ ଲାଗୁଥିବ? ଇମୋସନାଲି ସଫର୍ଡ। ପିଟର କହିଲେ, ପିତର, ମୁଁ ଏ ବ୍ୟକ୍ତିକୁ ଜାଣେ ନାହିଁ ବୋଲି କହିଲେ। 3 ଥର ସ୍ୱୀକାର କଲ ବୋଲି ଯୀଶୁ କହିଥିଲେ, କଲେ ସେ। ଯୀଶୁଙ୍କୁ ଭଲ ଲାଗିଥିବ ସେ ସମୟ। ଇମୋସନାଲି ସଫର୍ଡ। ପ୍ରିୟ ମନ୍ତ୍ର, ପ୍ରିୟ ଈଶ୍ୱରଙ୍କ ଲୋକମାନେ, 3 ନମ୍ବର ମୁଁ କହିବାକୁ ଚାହେଁ, he was suffered spiritual. ସେ ଆତ୍ମିକ ଭାବରେ ମଧ୍ୟ ସେ ସଫର୍ଡ ହେଲେ। ଯେତେବେଳେ ସେ କ୍ରୁଶରେ କ୍ରୁଶାର୍ପିତ ହୋଇଥିଲେ, ସେ କେତେ ସ୍ପିରିଚୁଆଲି ସଫର୍ଡ ହେଇଛନ୍ତି। ସ୍ପିରିଚୁଆଲି କଣ? without God living. ସେ କହିଲେ, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମତେ କାହିଁକି ପରିତ୍ୟାଗ କର? The God forsaken, ପ୍ରଭୁ ପରିତ୍ୟାଗ କରିଛନ୍ତି। କାହିଁକି ନା ଜଗତର ପାପକୁ ସେ କ୍ରୁଶ ମଧ୍ୟରେ ସେ ବହନ କରିଥିଲେ। ପାପ ଏବଂ ଈଶ୍ୱରଙ୍କ କୌଣସି ସମ୍ପର୍କ ନାହିଁ। God forsaken, ଈଶ୍ୱର ତାଙ୍କୁ ପରିତ୍ୟାଗ କଲେ। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କ ଲୋକମାନେ, ଯୀଶୁ ଖ୍ରୀଷ୍ଟଙ୍କର ସେ ଦୁଃଖ, କଷ୍ଟ, ଯାତନା, ମୁଁ ତ କହିବି ନାହିଁ ଯେ ନଟ୍ ଆକ୍ସିଡେଣ୍ଟାଲ, ଆକସ୍ମିକ ନୁହେଁ। ଅନେକ ଲୋକ ଆକସ୍ମିକ ବୋଲି ଭାବୁଥିବେ, ମାନେ ଆମ ଖ୍ରୀଷ୍ଟୀୟ ଜଗତ ନୁହେଁ, ଅନ୍ୟ ଲୋକମାନେ। But it was a pre-planning, ତାକୁ କୁହାଯିବ ପ୍ରିଡେଷ୍ଟିନେସନ, ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟ, ପୂର୍ବ ଯୋଜନା ଅଟେ। ପ୍ରିୟ ମଣ୍ଡଳୀ,
ତତ୍ସହିତ ମଧ୍ୟ it was not a political injustice, ତାଙ୍କର ପ୍ରତି injustice କରାଯାଉଛି ସେଇଟା ମଧ୍ୟ ନୁହେଁ। କିନ୍ତୁ ଗୋଟେ ବିଷୟ ମୁଁ କହିବାକୁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ନା କେବେ ଭୁଲ କଲେ, ନା କେବେ ପାପ କଲେ, କି ସେ କଣ ଅପରାଧୀ ନା ପାପୀ, କିନ୍ତୁ ଜଗତରେ ଆସି ସେ ଦୁଃଖ କଷ୍ଟକୁ ସମ୍ମୁଖୀନ କଲେ। ଆଜି ମଧ୍ୟ ଆମ ଜୀବନରେ ଅନେକ ଦୁଃଖ ଏବଂ କଷ୍ଟ ଆସିବ ପ୍ରିୟ ମଣ୍ଡଳୀ। ଇଟ୍ ଇଜ ୱାନ୍ ଅଫ୍ ଦ ପ୍ରିଡେଷ୍ଟିନେସନ ବୋଲି ଆମେ ବୁଝିବାକୁ ପଡିବ। ଈଶ୍ୱରଙ୍କର ପୂର୍ବ ନିର୍ଦ୍ଧାରିତ ଯୋଜନା। ଅନେକ ସମୟରେ ଆମେ ମାନେ ବିଭିନ୍ନ ପ୍ରଶ୍ନ ଆମେ କରିଥାଉ, କିନ୍ତୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅଟେ, ଏହାକୁ ଆମେ ମାନେ ବୁଝିବାକୁ ପଡିବ ଏବଂ ଜାଣିବାକୁ ପଡିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସଫର ଯେତେବେଳେ ହେଇଥିଲେ, ଇଟ୍ ୱାଜ ଏ ରିଡିମଟିଭ ସଫରିଂ ଆଣ୍ଡ ପର୍ପସଫୁଲ ସଫରିଂ। ତାଙ୍କର ଦୁଃଖ କଷ୍ଟ ହେଉଛି ଲୋକର ପରିତ୍ରାଣ ନିମନ୍ତେ, ତାଙ୍କର ଦୁଃଖ କଷ୍ଟ ହେଉଛି ଗୋଟେ ଉଦ୍ଦେଶ୍ୟ ପୂର୍ଣ୍ଣ ନିମନ୍ତେ, ଗୋଟେ ଉଦ୍ଦେଶ୍ୟ ନିମନ୍ତେ ସେ ଦୁଃଖ କଷ୍ଟ ସେ ଭୋଗିଛନ୍ତି। ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ ଆଜି ମଧ୍ୟ ଯୀଶୁ ସେଇ କଥା ହିଁ କହନ୍ତି। କହନ୍ତି କଣ? ଜଗତରେ ତୁମମାନଙ୍କ ପାଇଁ କ୍ଲେଶ ଅଛି। ଆମେ ବେଶୀ ୱାରି ହେବା ଦରକାର ନାହିଁ। ପ୍ରଭୁ ଷ୍ଟ୍ରେଟ ଫରୱାର୍ଡ କହିଛନ୍ତି, ୱାରି ହେବାର ଆବଶ୍ୟକ ନାହିଁ। କିନ୍ତୁ ମଧ୍ୟ ଆଉ ଗୋଟେ ବହୁତ ବଡ ବିଷୟ କହନ୍ତି ସେ, କିନ୍ତୁ ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ପ୍ରେଜ୍ ଦ ଲର୍ଡ। ଟେକ୍ ହାର୍ଟ, ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ଯୀଶୁ ଖ୍ରୀଷ୍ଟଙ୍କର ସେ ଷ୍ଟେଟମେଣ୍ଟ ସେ ପୁନରୁତ୍ଥାନରେ ସେ ପରିପ୍ରକାଶ କଲେ। ପୁନରୁତ୍ଥାନରେ ଯୀଶୁ ସେ ମୃତ୍ୟୁକୁ, ପାପକୁ, ଅପରାଧକୁ, ସବୁକୁ ସେ କଣ କରିଛନ୍ତି? କବର ଦେଇଛନ୍ତି। ସାହସ ଧର, ସେ ମୃତ୍ୟୁକୁ କଣ କରିଛନ୍ତି? ଜୟ କରିଛନ୍ତି। ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ତାଙ୍କର ପୁନରୁତ୍ଥାନରେ ସେ ପରିପ୍ରକାଶ କଲେ। ପ୍ରିୟ ବନ୍ଧୁ, ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆମେ ପବିତ୍ର ଶାସ୍ତ୍ରାଂଶରେ ବାଇବଲରେ ଆମେ ଦେଖୁ, ଆଇବଙ୍କ ଜୀବନରେ ମଧ୍ୟ ଆଇବ ମଧ୍ୟ ଈଶ୍ୱର ଭୟକାରୀ, ସରଳ, କୁକ୍ରିୟା ତ୍ୟାଗୀ ଥିଲେ। ହେଲେ ବି ତାଙ୍କ ଜୀବନରେ କ୍ଲେଶ, ଦୁଃଖ, କଷ୍ଟ ଆସିଲା। ସେ ପ୍ରଭୁଙ୍କ ସହିତ ଡଟେ ହେଇକି ରହିଥିଲେ, ବିଶ୍ୱାସରେ ରହିଥିଲେ। ସେ କଣ ଭୁଲ କାମ କରିଥିଲେ? ସେ କଣ ପାପୀ ଥିଲେ ନା ଅଧର୍ମୀ ଥିଲେ? କିନ୍ତୁ ଜୀବନରେ ସେ ଦୁଃଖ କଷ୍ଟ ଆସିଲା, ହେଲେ ମଧ୍ୟ ସେ ପ୍ରଭୁଙ୍କର ସହିତ ଥିଲେ। ଆଉ ପ୍ରଭୁ ସେ ବିଶ୍ୱାସ ସାହସର ସହିତ ଯେତେବେଳେ ଥିଲେ, ପ୍ରଭୁ ତାକୁ ଭୟଙ୍କର ଆଶୀର୍ବାଦ, ଡବଲ ଆଶୀର୍ବାଦ କଲେ। ଧନରେ, ସମ୍ପତ୍ତିରେ, ମାନ ସମ୍ମାନରେ, ପ୍ରତ୍ୟେକ ବିଷୟରେ ସେ ଡବଲ ପାଇଲେ। ମୁଁ କହିବାକୁ ଚାହେଁ, ସଫରିଂ ଇଜ ନଟ୍ ଏ ପରମାନେଣ୍ଟ, ଇଟ୍ ଇଜ ଏ ଟେମ୍ପରାରୀ। କେତେ ଦିନ ପାଇଁ, କେତେ ସମୟ ପାଇଁ, ସେ କ୍ଷଣିକ ସମୟ ପାଇଁ। ଆମେ ବେଶୀ ୱାରି ହେବାର ଆବଶ୍ୟକ ନାହିଁ। କିନ୍ତୁ ସେହି ଯୋଉ ସଫରିଂ ପରେ, ସେ କଷ୍ଟ, ଦୁଃଖ, ଯନ୍ତ୍ରଣା ପରେ ଈଶ୍ୱର ଆମ୍ଭମାନଙ୍କୁ କଣ ଏକ ପୁରସ୍କାର ରଖିଛନ୍ତି। ଆମେ ଗୋଟେ ସୁନା ପରି, ଆମେ ନିଆଁରେ ପକେଇଲା ଭଳିଆ, ସେଇଟା ନିଆଁରେ ସବୁବେଳେ ସୁନା ରହିବ ନାହିଁ, କିନ୍ତୁ ଅଳ୍ପ ସମୟ ତାକୁ ପ୍ୟୁରିଫାଇ କରିବେ, ପୁଣି ଥରେ ମାନେ ଆମେ କାଢିଥାଉ। ଠିକ ସେହିପରି ଆମମାନଙ୍କୁ ମଧ୍ୟ ଖ୍ରୀଷ୍ଟ ସେଇ ପ୍ରକାର କରନ୍ତି। ଦୁଃଖ, କଷ୍ଟ, ଯାତନା ସମୟରେ ଆମେ ଈଶ୍ୱରଙ୍କ ସହିତ ରହିବା, ଯେମିତିକି ଆୟୁବ ରହିଲେ। ଜୀବନରେ ଦୁଃଖ କଷ୍ଟ ଆସୁ, ଆମେ ଈଶ୍ୱରଙ୍କର ସହିତ ରହି ଆମେ ଆମର ଖ୍ରୀଷ୍ଟୀୟ ଜୀବନକୁ ଯାପନ କରିବା ଆବଶ୍ୟକ। ପ୍ରିୟ ବନ୍ଧୁ, ଆମେ ଦେଖୁ ଯୋସେଫଙ୍କ ଜୀବନରେ ମଧ୍ୟ କେତେ ଦୁଃଖ କଷ୍ଟ ଆସିଛି। ନିଜର ଭାଇମାନେ ଯୋସେଫଙ୍କୁ ଗାତରୁ କାଢିକି ସେମାନେ କଣ କଲେ ନା ମିଶ୍ରୀୟ ମାନଙ୍କ ନିକଟରେ ବିକ୍ରୟ କରିଦେଲେ। କେତେ ଜୀବନରେ ସେ ଦୁଃଖ କ୍ଲେଶ ଭୋଗୁଥିବା ଆପଣ ମାନେ ଚିନ୍ତା କରନ୍ତୁ। ତାକୁ ଗୋଟେ ପଶୁ ତୁଲ୍ୟ ବ୍ୟବହାର କରୁଛନ୍ତି, ତାଙ୍କ ନିଜ ଭାଇ, ନିଜ ଲୋକମାନେ। ଫିଜିକାଲି, ଇମୋସନାଲି, ସ୍ପିରିଚୁଆଲି ସେ ସଫଳ ହେଇପାରୁ ମଧ୍ୟ ସେ ପଟିଫରର ସ୍ତ୍ରୀ ତାଙ୍କ ସହିତ ସେ ଅପବ୍ୟବହାର କଲା। ସେ କହିଲା, ହାଉ କ୍ୟାନ୍ ଆଇ ଡୁ ସଚ୍ ଏ ଗ୍ରେଟ୍ ସିନ୍ ଏଗେନ୍ଷ୍ଟ ଗଡ୍? ଈଶ୍ୱରଙ୍କ ବିରୁଦ୍ଧରେ ଏଡେ ବଡ ପାପ ମୁଁ କେମିତି କରିବି ବୋଲି ସେ କହିଲେ। ପ୍ରିୟ ମଣ୍ଡଳୀ,
ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ଦିସ୍ ଇଜ ଲାଇଫ। ଏଇଟା ହଉଛି ଆମର ଜୀବନ। ଆଉ ଯେତେବେଳେ ଆମର ଜୀବନ ଅଛି, ଆମେ ଗୋଟେ ବିଷୟ ଆମକୁ ବୁଝିବାକୁ ପଡିବ ଯେ ଏଇ ଜୀବନରେ ଦୁଃଖ କଷ୍ଟ ଅଛି, କିନ୍ତୁ ଏତେ ବି ଛାଡିବାକୁ ହେବ ନାହିଁ। ସାହସ ଧରିବାକୁ ପଡିବ। ସାହସ ଧରିବାକୁ ହେବ। ଆମେ ସାହସ ଧରିକି ଆମର ଖ୍ରୀଷ୍ଟୀୟ ଜୀବନକୁ ଯାପନ କରିବାକୁ ହେବ। ଆଉ ଯେଉଁମାନେ ସାହସର ସହିତ ଜୀବନ ଅତିବାହିତ କରିବି, ସେଇ ସବୁଠାରୁ ସେମାନଙ୍କୁ ଉଦ୍ଧାର କରିବେ। ପ୍ରିୟ ମଣ୍ଡଳୀ, ଈଶ୍ୱର ସବୁଠାରୁ ସେମାନଙ୍କୁ ଉଦ୍ଧାର କରିବେ। ମଧ୍ୟ କୁହାଯାଏ ପିତରଙ୍କର ପାଉଲ ଏବଂ ଶିଲାଙ୍କ ଜୀବନରେ ମଧ୍ୟ ଆପଣମାନେ ଦେଖିଲେ, ତାଙ୍କ ଜୀବନରେ ମଧ୍ୟ କି ବଡ଼ ସମସ୍ୟା ଆସିଥିଲା। ପ୍ରାର୍ଥନା କଲେ ଆଉ ସେଠୁ ସେମାନେ ଉଦ୍ଧାର ପ୍ରାପ୍ତ କଲେ। ଏଠି ଲେଖାଯାଏ ଯୀଶୁ 33 ପଦ ପ୍ରଥମ ଅଂଶରେ ଅଛି, ତୁମେ ମାନେ ଯେପରି ମୋ ଠାରେ ଶାନ୍ତି ପ୍ରାପ୍ତ ହୁଅ। ଯେତେବେଳେ ଦୁଃଖ କଷ୍ଟ ଆସେ, ସେତେବେଳେ ଭାବନ୍ତୁନି ଗାର୍ଡ ପର ସେକେଣ୍ଡ ଈଶ୍ୱର ମତେ ଛାଡ଼ିଦେଲେ ବୋଲି। ସେହି ଦିନ ଅବ୍ରାହମକୁ ବି ଛାଡ଼ି ନାହାନ୍ତି, ସେଦିନ ଜୋସେଫକୁ ଛାଡ଼ି ନାହାନ୍ତି, ସେଦିନ ପାଉଲ ଶିଲାଙ୍କୁ ଛାଡ଼ି ନାହାନ୍ତି, ପିତରଙ୍କୁ ଛାଡ଼ି ନାହାନ୍ତି। ବାଇବଲରେ ଯେତେ ଜଣ ମଧ୍ୟ ଦୁଃଖ ଭୋଗ କଲେ, ଈଶ୍ୱର ସେମାନଙ୍କୁ ଛାଡ଼ି ନାହାନ୍ତି। ଈଶ୍ୱର ସେମାନଙ୍କର ସହିତ ଥିଲେ। ସେଇଟା ହିଁ ଆମମାନଙ୍କ ପାଇଁ ବଡ଼ ଶାନ୍ତି। ସଫରିଂ ଇଜ ନର୍ମାଲ, ବଟ୍ ଗଡ୍ ଆମମାନଙ୍କ ସହିତ ଅଛନ୍ତି। ଦ୍ୟାଟ୍ ଇଜ ଏନଫ୍ ଫର୍ ଆସ୍। ଆମମାନଙ୍କ ପାଇଁ ତାହା ଯଥେଷ୍ଟ ଅଟେ ବୋଲି ମୁଁ ଚିନ୍ତା କରି ପ୍ରିୟ ମଣ୍ଡଳୀ, ପ୍ରିୟ ଈଶ୍ୱରଙ୍କର ଲୋକମାନେ, ଆଜି ଆମେ ସମସ୍ତେ ଏ ଦୁଃଖଭୋଗକାଳୀନ ସମୟ ମଧ୍ୟରେ ଆମେ ଅଛୁ। ଏ ଦୁଃଖଭୋଗକାଳୀନ ସମୟରେ ସବୁଦିନ ଏ ଦୁଃଖଭୋଗକାଳୀନ ସମୟ ଯେ ଆମମାନଙ୍କର ଚର୍ଚ୍ଚ ଏରାରେ ରହିବ କି ଚର୍ଚ୍ଚ କ୍ୟାଲେଣ୍ଡରରେ ହେବ ତାହା ନୁହେଁ। ଦୁଃଖ ଭୋଗ ପରେ ପୁନରୁତ୍ଥାନ ଅଛି। ଏ ବିଶ୍ୱାସରେ ଆମମାନେ ଆଗକୁ ବଢିବାକୁ ପଡିବ। ଜୀବନରେ ଦୁଃଖ ଆସୁ, କଷ୍ଟ ଆସୁ, ଯାହା ମଧ୍ୟ ଆସୁ, ଇଟ୍ ଇଜ ଆୱାର ନର୍ମାଲ ବୋଲି ଆପଣ ଭାବନ୍ତୁ। ଏହା ହେଉଛି ଆମମାନଙ୍କ ପାଇଁ ଗୋଟେ ସାଧାରଣ। ପ୍ରଭୁଙ୍କ ସହିତ ରୁହନ୍ତୁ, ପ୍ରଭୁ ହିଁ ଆମମାନଙ୍କୁ ଶାନ୍ତି ଦେବେ, ସାନ୍ତ୍ୱନା ଦେବେ, ଶକ୍ତି ଦେବେ, ତାକୁ ସମ୍ମୁଖୀନ କରିବା ନିମନ୍ତେ ବଳ ଆମମାନଙ୍କୁ ଦାନ କରିବେ। ପ୍ରିୟ ମଣ୍ଡଳୀ, ଶେଷରେ ଗୋଟେ କାହାଣୀ କହିକି ମୁଁ ଆପଣମାନଙ୍କୁ ସମାପ୍ତ କରିବାକୁ ଚାହେଁ। ଦିନେ ଜଣେ ବ୍ୟକ୍ତି, ଗୋଟେ ବହୁତ ଧନୀ ଲୋକ, ତାଙ୍କ ପାଖରେ ଚାକିରି ଅଛି, କାର ଅଛି, ଗାଡି ଅଛି, ଘର ଅଛି, ତାଙ୍କର ସୁନ୍ଦରୀ ପୁଅ ଝିଅ ମାନେ ଅଛନ୍ତି, ତାଙ୍କର ୱାଇଫ ଅଛନ୍ତି, ବହୁତ ଖୁସି ଆନନ୍ଦର ସହିତ ସେ ଜୀବନ ଯାପନ କରୁଥିଲେ। କିନ୍ତୁ ୱିଦିନ୍ ଦି ଟାଇମରେ ସେ ପୁରା ଡିପ୍ରେସନ ଲେଭେଲରେ ଯାଉଛନ୍ତି। ବହୁତ ଚିନ୍ତିତ, ଭାରାକ୍ରାନ୍ତ ହେଇଗଲେ। ଦେଖିଲେ ତାଙ୍କର ସ୍ତ୍ରୀ ଆଉ କହିଲେ ଯେ ତମ ପାଇଁ ଗୋଟେ କାଉନସେଲର ଗୋଟେ ଦରକାର ଅଛି, ଯିଏକି ତମକୁ ପରାମର୍ଶ ଦେବ। ସେମିତି କାଉନସେଲର ପାଖରେ ଗଲେ ଭଲ ବୋଲି। ସେ ଠିକ ବୋଲି ଭାବିଲା, ହଁ ମତେ ନିଜେ ଡିପ୍ରେସନ ଲେଭେଲରେ ଯାଉଛି, କାଉନସିଲର ପାଖରେ ଯିବାର ଅଛି ବୋଲି। କାଉନସିଲର ପାଖରେ ଯେତେବେଳେ ଗଲେ, କାଉନସିଲର ଦେଖିଲେ, ଜାଣିଲେ, କଣ ହେଲା ପଚାରିଲେ। କାଉନସିଲର କହିଲେ ଯେ ମୋ ପାଖରେ ସବୁ ଅଛି, କିନ୍ତୁ ମୋ ପାଖରେ ଡିପ୍ରେସନ ଅଛି, ଦୁଃଖ କଷ୍ଟ ଯାତନା ଅଛି। ମୋର ପୁଅ ଝିଅ ମାନଙ୍କ ପାଇଁ ଟେନସନ ଅଛି, ଫିନାନ୍ସିଆଲ ଷ୍ଟ୍ରେସ୍ ଅଛି, ଫିଜିକାଲ ଇଲନେସ ଅଛି, ମୁଁ ବେଶୀ ଡିପ୍ରେସନ ଲେଭେଲରେ ଯାଉଛି ତୋ ଦ୍ୱାରା ବୋଲି। ତେବେ କାଉନସିଲର କହିଲେ, ଠିକ ଅଛି, ତୁମେ ଯେତେବେଳେ 10th କ୍ଲାସ ପଢୁଥିଲ, ସେ 10th କ୍ଲାସର ସାଙ୍ଗମାନଙ୍କର ଲିଷ୍ଟ ମତେ ଦରକାର। ତେବେ ସେ ଠିକ ଅଛି ବୋଲିକି ସାଙ୍ଗମାନ ମାନେ ସ୍କୁଲକୁ ଗଲେ, ସ୍କୁଲକୁ ଯାଇକି ରିକ୍ୱେଷ୍ଟ କଲେ, ସେଠୁ ଫଟୋ କାଢିକି ଆଣିକି କାଉନସିଲ ପାଖରେ ଦେଲେ। ଏଠି ମୋର 10th କ୍ଲାସର ସାଙ୍ଗମାନେ 50 ଜଣ ଅଛନ୍ତି, ଠିକ ଅଛି, 50 ଜଣକୁ ଆପଣ 2 ମାସ 3 ମାସ ବିତି ଯାଉ, ଆପଣ ମିଶନ୍ତୁ କହିଲେ। ସେ 3 ମାସ ପର୍ଯ୍ୟନ୍ତ ତାଙ୍କ ସାଙ୍ଗ ସହିତ ମିଶିଲେ। ଅନେକ ସାଙ୍ଗ ଏ ଜଗତରେ ନଥିଲେ, ସେମାନେ ମୃତ୍ୟୁବରଣ କରିଥିଲେ। ଅନେକ ସାଙ୍ଗର ଡିଭୋର୍ସ ହେଇଯାଇଥିଲା, ତାଙ୍କ ସ୍ତ୍ରୀଙ୍କ ସହିତ ଡିଭୋର୍ସ ହେଇଯାଇଥିଲା। ଅନେକ ସାଙ୍ଗ ଏ ଜଗତର ମୋହ ମାୟା ଲାଳସା ମଦ ପାନରେ
ରହିଗଲେ, ଯେମିତି କଥା ହେବାର ମଧ୍ୟ ସକ୍ଷମ ମାନେ ସେମିତି ହୋଇଥିଲେ। ଅନେକ ଲୋକ ଅନେକ କାର୍ଯ୍ୟରେ ବ୍ୟସ୍ତ ହୋଇ ରହିଥିଲେ। ସେତେବେଳେ 50 ଜଣଙ୍କର ସବୁ ଲିଷ୍ଟ ନେଇକି କାଉନସିଲ ପାଖରେ ଗଲେ। କାଉନସିଲ ପାଖରେ କହିଲେ, ମହାଶୟ ଦେଖିଲି, ମୁଁ ଭାବୁଥିଲି ମୋର ଲାଇଫରେ ମୋର ହିଁ ବଡ ବଡ ସମସ୍ୟା, ମୋର ଜୀବନରେ ହିଁ ଦୁଃଖ କଷ୍ଟ ଆସୁଛି, କିନ୍ତୁ ମୁଁ ମୋର ସାଙ୍ଗମାନଙ୍କ ପାଖରେ ଯେତେବେଳେ ମୁଁ ଗଲି, ଅନେକ ଲୋକ ମୃତ୍ୟୁବରଣ କଲେ, ଅନେକ ଲୋକଙ୍କର ଡିଭୋର୍ସ ହେଇଗଲା, ଅନେକ ଲୋକ ମଦ୍ୟପାନ ଦ୍ଵାରା ନିଜ ଜୀବନକୁ ନଷ୍ଟ କରୁଛନ୍ତି। ତାଙ୍କ ତୁଳନାରେ ମୋର ଜୀବନ ବହୁତ ଭଲ ଅଛି, ତାଙ୍କ ତୁଳନାରେ ମୋର ଜୀବନ ବହୁତ ଭଲ ଅଛି ବୋଲି ସେଇ ଦିନରୁ ସେ ଡିପ୍ରେସନ ଲେଭେଲରୁ ନିଜକୁ ମୁକ୍ତ କଲେ। ମୁଁ କହିବାକୁ ଚାହେଁ, ଆଜି ମଧ୍ୟ ଆମେ ଅଳ୍ପ ଅଳ୍ପ ସମୟରେ ଯେତେବେଳେ ଦୁଃଖ କଷ୍ଟ ଆସିବ, ଆମେ ଅନେକ ସମୟରେ ଭାବୁଥିବୁ ପ୍ରଭୁ ମତେ ଛାଡିଦେଲେ, ପ୍ରଭୁ ମତେ ପାନିଶ ଦଉଛନ୍ତି, ପ୍ରଭୁ ମତେ କଣ କରୁଛନ୍ତି ନା ପ୍ରଭୁ ମତେ କିଛି ଗୋଟେ ଭୁଲ କଲି ସେଥିପାଇଁ ଦଣ୍ଡ ଦଉଛନ୍ତି ବୋଲି ଆମେ ଭାବୁଥିବୁ। ନାଇଁ ପ୍ରିୟ ମଣ୍ଡଳୀ, ଏହା ଜୀବନର ଗୋଟେ ଅଂଶ ଅଟେ, ଦୁଃଖ କଷ୍ଟ ଯାତନା। କିନ୍ତୁ ଆମେ ସବୁବେଳେ ପ୍ରଭୁଙ୍କ ଠାରେ ରହିବା, ପ୍ରଭୁଙ୍କ ଠାରେ ବିଶ୍ୱାସ କରି ଆମର ଖ୍ରୀଷ୍ଟ ଜୀବନ ଯାପନ କରିବା, ତେବେ ଏଇ ଜଗତରେ ଆମମାନଙ୍କ ପାଇଁ କ୍ଲେଶ ହେଲେ ସୁଦ୍ଧା ସାହସ ଧରିବା ଏଇ ଜଗତକୁ ଆମେ ମଧ୍ୟ ଜୟ କରିପାରିବା। ପ୍ରଭୁଙ୍କର ପବିତ୍ର ଜୀବନ୍ତ ବାକ୍ୟର ସକଳ ଆଶୀର୍ବାଦ ଅନୁଗ୍ରହ ଦୟା ପ୍ରଭୁ ଅନଲାଇନ ମାଧ୍ୟମରେ ଜଡ଼ିତ ହୋଇଥିବା ପ୍ରତ୍ୟେକ ଭାଇ ଭଉଣୀ ମାନଙ୍କ ପ୍ରତି ଏବଂ ଆମ ସମସ୍ତଙ୍କ ପ୍ରତି ସଦା ସର୍ବଦା ବର୍ତ୍ତି ରହୁ। ଆମେନ୍। Amen, amen, amen.